प्रभु जीशुଙ୍କ ନାମରେ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆପଣମାନେ ଦେଖୁଛନ୍ତି ସତ୍ୟବାଣୀ ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଅଛୁ। ଖ୍ରୀଷ୍ଟରେ ପ୍ରିୟ ମୋର ଭାଇ ଭଉଣୀମାନେ, ଆପଣମାନେ ଯଦି ଆମର এই ଭିଡ଼ିଓଟିକୁ ନ କରି ଦେଖୁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଆସନ୍ତୁ ଆମମାନେ ଯେଉଁ ଭିଡ଼ିଓଟିକୁ ଆପଣମାନେ ଦେଖିଲେ ସେ ଭିଡ଼ିଓଟିକୁ ନେଇ ଆମମାନେ ଆଲୋଚନା କରିବା, ଯିଏକି ପ୍ରଭୁଙ୍କର ଜଣେ ଦାସ, ଯିଏକି ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ, ତାହାଙ୍କର କାର୍ଯ୍ୟ କ'ଣ, ତାହା ସେ କେବେ ମଧ୍ୟ ଜାଣିନଥିଲେ କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମ ମଧ୍ୟ ସେ ଶୁଣିଥିଲେ, କିନ୍ତୁ ଯିଏକି ଈଶ୍ୱରଙ୍କ ଦାସମାନଙ୍କୁ ସେ ଦେଖିଲେ ଘୃଣା ହିଂସା ବିରୋଧ ମଧ୍ୟ କରୁଥିଲେ। ଯିଏ ବିରୋଧ କରୁଥିଲେ ସେ ଲୋକମାନଙ୍କୁ ନେଇ ଅନେକ ପ୍ରକାର ମଧ୍ୟ ରାଗୁଥିଲେ, କିନ୍ତୁ ସେ ଆଜି ସାକ୍ଷ୍ୟ ଦେଉଛନ୍ତି ଯେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଅଛି। ସେ ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ପାଇନଥିଲେ ସେ ଦିନେ ଜଗନ୍ନାଥଙ୍କୁ ପୂଜା କରୁଥିଲେ। ସେ ଜଗନ୍ନାଥ ପ୍ରେମୀ ଥିଲେ ବା ଭକ୍ତ ଥିଲେ କହିଲେ ଭୁଲ ହେବ ନାହିଁ। ତାଙ୍କ ପରିବାର ସମସ୍ତେ କୌଣସି ପ୍ରକାର ଆଇଁଷ ମଧ୍ୟ ଖାଉନଥିଲେ କି କୌଣସି ପ୍ରକାର ଏମିତି ଖ୍ରୀଷ୍ଟିଆନ ଲୋକମାନଙ୍କୁ ମଧ୍ୟ ସେମାନେ ଦେଖିଲେ କି ସେମାନଙ୍କ ସହିତ ମିଳାମିଶା ମଧ୍ୟ କରୁନଥିଲେ। ଖ୍ରୀଷ୍ଟର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜିକା ଦୁନିଆରେ ଆମେ ଦେଖୁଅଛୁ ଅନେକ ଲୋକ କହନ୍ତି ଧର୍ମ ପରିବର୍ତ୍ତନ, କିନ୍ତୁ এই ଭିଡ଼ିଓରେ ଆମେ ଆଜି ଜାଣିବାକୁ ପାଇବା ଯେ ଜଗନ୍ନାଥ ଭକ୍ତ ବା ପୂଜକ କାହିଁକି ସେ ଖ୍ରୀଷ୍ଟିଆନ ହେଲେ। ସେ ଜଗନ୍ନାଥଙ୍କୁ ପୂଜା କରୁଥିଲେ, ସେ ଜଗନ୍ନାଥଙ୍କୁ ଛାଡ଼ି କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପୂଜା କଲେ, ତାହାକୁ ଜାଣିବା ପାଇଁ କିଏ ଖ୍ରୀଷ୍ଟିଆନ ମାନେ ନା କିଏ ସେମାନଙ୍କୁ ପଇସା ଦେଇକି ସେ ପରିବାରକୁ ହିନ୍ଦୁରୁ ଖ୍ରୀଷ୍ଟିଆନକୁ ସାମିଲ କଲେ, ନା ସେମାନେ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ତାହା ମଧ୍ୟ ମାନେ ଭିଡ଼ିଓରେ ଜାଣିବା। ଖ୍ରୀଷ୍ଟର ପ୍ରିୟ ମୋର ଭାଇ ଭଉଣୀମାନେ, ଅନେକ ଲୋକ କହନ୍ତି ଅନେକ ପ୍ରକାର କଥା ଧର୍ମାନ୍ତରୀକରଣ ବିଷୟରେ, କିନ୍ତୁ এই ଭିଡ଼ିଓ ଦେଖିଲା ପରେ ଆମମାନେ ଆଜିକା ଭିଡ଼ିଓରେ ଫାଷ୍ଟ ଭାବରେ କ୍ଲିୟର ହେବା ଯେ କୌଣସି ପ୍ରକାର ଧର୍ମାନ୍ତରୀକରଣ କରାଯାଏ ନାହିଁ। ଏହି ବ୍ୟକ୍ତି ଜଣକ କହୁଛନ୍ତି ମୁଁ ଖ୍ରୀଷ୍ଟିଆନ ମାନଙ୍କୁ ଘୃଣା କରୁଥିଲି। ଖ୍ରୀଷ୍ଟିଆନ ମାନେ ଯେତେବେଳେ ଆମ ଘରକୁ ଆସୁଥିଲେ, ଆମ ଘର ବାଟ ଦେଇ ଯାଉଥିଲେ, ସେମାନେ ମୋତେ ବସିବା ପାଇଁ ଚୌକି ମାଗିଲେ, କିନ୍ତୁ ମୁଁ ସେମାନଙ୍କୁ ବସିବା ପାଇଁ ସ୍ଥାନ ମଧ୍ୟ ଦେଲି। ସ୍ଥାନ ଦେଲା ପରେ ସେମାନେ ପ୍ରଭୁ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା କଲେ। ମୁଁ ଶୁଣିଲି ବିରକ୍ତ ହୋଇ ସେମାନଙ୍କୁ ମୋ ଘରୁ ବାହାର କରିଦେଲି। କିନ୍ତୁ ଯେତେବେଳେ ସେମାନଙ୍କୁ ଘରୁ ବାହାର କରିଦେଲେ, ସେତେବେଳେ ଯେ ସେମାନେ ଗୋଟେ ପତ୍ରିକା ଧରିଥିଲେ, ସେ ପତ୍ରିକା ସେମାନେ ସେଇଠି ପକାଇ ଦେଇକି ଗଲେ। ସେ ପତ୍ରିକା ପଢ଼ିଲା ପରେ ତାଙ୍କ ଜୀବନ ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଲା। ଖ୍ରୀଷ୍ଟର ପ୍ରିୟ ମୋର ଭାଇ ଭଉଣୀମାନେ, କୌଣସି ଲୋକକୁ ଜବରଦସ୍ତ ଖ୍ରୀଷ୍ଟ ଧର୍ମରେ ସାମିଲ କରାଯାଏ ନାହିଁ କି ଖ୍ରୀଷ୍ଟିଆନ କରାଯାଏ ନାହିଁ। ପ୍ରଭୁ ଯେଉଁମାନଙ୍କ ଅନ୍ତରରେ କଥା କୁହନ୍ତି ସେମାନେ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି। ପ୍ରଭୁ ଯେଉଁମାନଙ୍କୁ ଆହ୍ୱାନ କରନ୍ତି ସେମାନେ ହିଁ ପ୍ରଭୁଙ୍କର ଆହ୍ୱାନକୁ ପ୍ରାପ୍ତ ହୁଅନ୍ତି, କିନ୍ତୁ କୌଣସି ପ୍ରକାର ବାସ୍ତବରେ ଜବରଦସ୍ତ କରାଯାଏ ନାହିଁ। ଏହି ବ୍ୟକ୍ତି ଜଣକ କହୁଛନ୍ତି ଯେ ମୁଁ ଯୀଶୁ କିଏ ଜାଣିନଥିଲି, ଯୀଶୁଙ୍କର ଲୋକମାନଙ୍କୁ ମୁଁ ଘୃଣା କରୁଥିଲି, ରାଗୁଥିଲି, କିନ୍ତୁ ଯେତେବେଳେ ମୁଁ ଯୀଶୁଙ୍କ ବିଷୟ ପଢ଼ିଲି ଅଧିକ ଜାଣିବାକୁ ଚେଷ୍ଟା କଲି, ତାପରେ ମୁଁ ବୁଝିଲି ଯେ ତାଙ୍କ ଗୀତାରେ, ପୁରାଣରେ, ମହାଭାରତରେ ଅନେକ ପ୍ରକାର ତାଙ୍କ ଧର୍ମଗ୍ରନ୍ଥ ମାନଙ୍କରେ ଏହିପରି ବିଷୟ କୌଣସି ଲେଖାଯାଏ ନାହିଁ। ଖ୍ରୀଷ୍ଟର ପ୍ରିୟ ମୋର ଭାଇ ଭଉଣୀମାନେ, ଯେତେବେଳେ ସେ ବାଇବଲ ପଢ଼ିଲେ ଫାଷ୍ଟ ରୂପେ ବୁଝିପାରିଲେ ଯେ ପ୍ରଭୁ ଯୀଶୁ ସୃଷ୍ଟିକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ଏହା ସେ ଜାଣୁଛନ୍ତି। ଖ୍ରୀଷ୍ଟର ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେଥିପାଇଁ ଏହି ଟେଷ୍ଟମୋନିଟିକୁ ଆମେ ଆପଣମାନଙ୍କ ନିକଟକୁ ଆଣିଅଛୁ। ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଅନେକ ଲୋକମାନଙ୍କ ନିକଟକୁ ମଧ୍ୟ ବହୁ ମାତ୍ରାରେ ସେୟାର କରନ୍ତୁ, ଯେପରିକି ଏହି ଭିଡ଼ିଓ ଅନେକଙ୍କ ନିକଟରେ ପହଞ୍ଚି ପାରିବ, ଅନେକ ମଧ୍ୟ ସତ୍ୟତାକୁ ଜାଣିପାରିବେ, ଯେପରି ପ୍ରଭୁଙ୍କର ମହିମା ହେବ। ସେଥିପାଇଁ ପ୍ରିୟମାନେ, ଏହି ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯେ ଅନେକ ଲୋକମାନେ ଯେଉଁ ଲୋକମାନେ କି ଖ୍ରୀଷ୍ଟିଆନ ମାନଙ୍କ ଉପରେ ଧର୍ମାନ୍ତରୀକରଣ ବିଷୟରେ ଆରୋପ ଲଗାଉଛନ୍ତି, ସେମାନେ ଏହି ଭିଡ଼ିଓ ଦ୍ୱାରା ସତ୍ୟତା ଜାଣନ୍ତୁ। ଏହି ଭିଡ଼ିଓରେ ଯେଉଁ ସତ୍ୟ ରହିଛି ସେ ସତ୍ୟକୁ ସେମାନେ ଫାଷ୍ଟ ଭାବରେ ଦେଖନ୍ତୁ, ଜାଣନ୍ତୁ, ବୁଝନ୍ତୁ। ଏଠାରେ ତାହାକୁ
କେହି ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ଟଙ୍କା ଦେଇ ଚାଉଳ ବସ୍ତାରେ ଦେଇ କି କୌଣସି ଜବରଦସ୍ତ ତାକୁ ଖ୍ରୀଷ୍ଟିଆନ କରାଯାଏ ନାହିଁ। ସେ ନିଜେ ସାକ୍ଷୀ ଦେଉଛନ୍ତି ମୁଁ ଜଗନ୍ନାଥକୁ ପୂଜା କରୁଥିଲି। ପ୍ରଭୁ ଯୀଶୁଙ୍କୁ ପାଇଲା ପରେ, ସତ୍ୟେଶ୍ୱରଙ୍କୁ ପାଇଲା ପରେ ମୁଁ ସେ ସବୁକୁ ଛାଡ଼ିଦେଲି। ସେ ଜଗନ୍ନାଥ ପ୍ରେମୀ ଥିଲେ ଆଉ ଜଗନ୍ନାଥକୁ ସେ ଛାଡ଼ି ଏବେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି। ପ୍ରଭୁ ଯୀଶୁଙ୍କୁ ସେ ବିଶ୍ୱାସ କରିଛନ୍ତି। ସେଥିପାଇଁ ପ୍ରଭୁଙ୍କର ମହିମା ହେଉ। ଆସନ୍ତୁ ଆମମାନେ ସେ ସାକ୍ଷ୍ୟ ଉପରେ ନଜର ପକାଇବା। ଖ୍ରୀଷ୍ଟ ପ୍ରିୟ ମୋର ଭାଇ ଭଉଣୀମାନେ, ଆପଣମାନଙ୍କର ଯଦି କୌଣସି ମତାମତ ଥାଏ ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଯଦି ଭିଡ଼ିଓଟିକୁ ଆଉ ନୂଆ କରି ଦେଖୁଛନ୍ତି ତେବେ ଆମର ଏହି ଚ୍ୟାନେଲର ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗେ ତେବେ ଭିଡ଼ିଓକୁ ଆଉ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରୁନଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଭିଡ଼ିଓଟି ଆପଣମାନଙ୍କ ସାଙ୍ଗସାଥି ନିକଟକୁ ମଧ୍ୟ ସେୟାର କରନ୍ତୁ। ପ୍ରତ୍ୟେକଙ୍କୁ ଏହି ଭିଡ଼ିଓ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ଏହି ଭିଡ଼ିଓ ବା ସାକ୍ଷ୍ୟ ଉପରେ ଆଉ ନଜର ପକାଇବା। प्रेज द लॉर्ड। समस्त को प्रभु जीशु ख्रीष्टर बहुमूल्य नाम धन्यवाद दिए। मोर नाम प्रकाश नायक। मो आज को दीर्घ 22 वर्ष है प्रभुंकर अनुगमन करुछि। 2002 रे मु प्रभुंक विषय परिचय पाइली एवं से दिन ठारू मु प्रभुंकर मार्ग रे जीवन काटिबार चले। मु जेतेबेले प्रभु को विश्वास करनथली मु 2002 पूर्व मो जीवनटा एति साधारण जीवन भाव थिला, किंतु विशेष भाव रे मु नाचिबा गाइबा डेइबा ए सब थरे व्यस्त थिली। आउ सांगसाथी मानक मध्य रे मद पानी पीबा आउ मांकड़ामी करबा अड़ी झगड़ा करबा ए भली सब मोड भितर मु थिली। आउ मोर पूर्व जीवन थिले कि मु आगु मु जगन्नाथ को विश्वास करुଥିଲି। आम परिवार मोर जेजे बापा जी सी जने देव पूजक थिले, मो बापा जने पाला गायक, एबे मो ससुर जने देव पूजक। आ से भली एक परिवार मध्य प्रभु मते डाकिले। आ जिते बेले कि अन्य मान कहले तम परिवार रे एते बड़ गोटे लोक मान जानती कि माने सा बहुत ज्ञानी लोक माने से परिवार तुम केमती जीशु को लाइन पड़े आस। बोली देख से सब बहुत प्राचीन विषय थिला। आमर बापा जेजेबापा माने अनेक समय अंधविश्वास थिले। से माने ईश्वर संबंध रे ज्ञान प्राप्त नथिले। संसार जेमती कि गोटे नदी बोही चली आ से नदी रे जहा पड़ा सब भासी चली से भली एक जीवन यापन थिला। आम पूर्वपुरुष माने बहुत प्राचीन कालरू से माने ईश्वर तो ज्ञान नथिला, किंतु सारा संसार तो से बाटे जाउछि, से भी से बाटे जाउछन्ति। मो जीवन रो विशेष घटना हमर गां को जने पास्टर पालक आस्थिले। आउ सीए आसिकी पत्रिका लोक मानु जीशु विषय कहथिले। आ तांकू मु जाननथिली से माने मते गोटे मागिले आम क्लब घर ठारे बसिबा पई गोटे सप मागिले मुनि सप देली। और से सप ऊपर बसिकी से माने यीशु को विषय 4-5 जन कथबार्ता होतिले। तापरे मु ए सब सुनी की विरोध रे रागी गली बोली ई कारण पई तो मते सप डकई देला। तापरे मु से मान मो तांको बाहर कर देली, पाटी तुंड करी से तम उठे देली। आउ सपटा मोर नेकी आसिली। मु बोली मोर धोई की दियो। से पास्टर कोली धोई की दियो। से पास्टर निजे नल पर धोई की देली। तापरे बहुत असम्मानित कले से मानू, किंतु से गोटे ओजरा कोन धरिजे बोली तांको संग बहीपत्र चिरी देली। से जो बहीपत्र सब चिरी देली। आ गोटे भल ट्राक्ट रखि देली, छोटिया ट्राक्ट। एटा भाई सुंदरी आइतला, किंतु सेटा को मो चिरली नै, सेटा पॉकेट रे धर की आसिली। तापर से ट्राक्ट को से ट्राक्ट ना होची नूतन नियम, तो से नूतन जीवन। तो से ट्राक्ट को कौन थोड़ा पढ़ुले टिके देखी देवा। तापर से ट्राक्ट को पढ़ली नूतन जीवन विषय रे। आ सेठी यीशु को विषय रे सृष्टि विषय लिखा जाइथिला। आ ता पूर्वरु मु भाबुथली कि एमाने आछंती हमर अंचल ख्रिस्टियन करछन, से मु ख्रिस्टियन विरोधी थिली। किंतु ट्रैक पढ़ला पर मो मन रे टिके नरम आसी गला। एते भल विषय लिखाई
ସେମାନଙ୍କୁ ମୁଁ ଏମିତି ବ୍ୟବହାର କଲି। ଠିକ୍ ଅଛି। ଆଉ ତାପରେ ସେଠୁ ମୁଁ ଭାରି ଅନୁତପ୍ତ ହେଲି ଯେ ଲୋକ ବହୁତ ଭଲ ବିଷୟ ଲେଖା ହେଇଥିଲା, ମୁଁ ଠିକ୍ ନୁହଁ। ମୁଁ ଏଠୁ ଭାବିଲି, ତାପରେ ରହିଲି। ତାପରେ ଆଉ ଥରେ ସେ ଭାଇଙ୍କର ଭେଟ ହେଲା। ସେଠୁ ତାଙ୍କୁ କହିଲି, ଭାଇ ଆଉ ତମ ପ୍ରତି ଯୋଉ ବ୍ୟବହାର କରୁଛି ସେଥିପାଇଁ ମୁଁ ବହୁତ ଦୁଃଖିତ, ଆଉ ସେଭଳି ବ୍ୟବହାର ମୁଁ କରିବିନି। ଆଉ ଏ ବିଷୟରେ ମୁଁ ଟିକେ ଜାଣିବାକୁ ଚାହୁଁଛି, ମତେ ଟିକେ ପତ୍ରିକା ଦିଅ। ତା ପୂର୍ବରୁ ତାଙ୍କୁ ମାରୁ ନ ମାରୁ ବ୍ୟବହାର ମୁଁ କରୁଥିଲି, କିନ୍ତୁ ସେ ଭାଇ କହିଲେ, ଦେଖ ଭାଇ, ଆମେ ତ ପ୍ରଭୁଙ୍କର ଲୋକ, ତମେ ଆମଠୁ କାଗଜ ପତ୍ର ନେଇକି ଆମକୁ କିଛି ମାନେ ଫସେଇ ଦେବେନି ତ କେସ୍ ବାସ୍। ମୁଁ କହିଲି, ନାଇଁ ଭାଇ, ମୁଁ ଆଉ ସେମିତି ଭୁଲ କରିବିନି, ଯାହା ବି ହେଇଯାଇଛି ଭୁଲ ହେଇଯାଇଛି। ତମ ବହିପତ୍ର ଚେରି ଦେଇଛି, ତମକୁ ଧକ୍କା ବେଳ ମାରି ଦେଇଛି, ଆଉ ତମକୁ ବି ବାଧ୍ୟ କରିକି ସୌପ ଧୋଇକି ତମଠୁ ଆଣିଛି। ଏଇଟା ମୋର ବହୁତ ବଡ ଗୋଟେ ଭୁଲ ହେଇଛି, କିନ୍ତୁ ମୁଁ ଯୋଉ ଟ୍ରାକ୍ଟଟା ତୁମେ ମତେ ଦେଇଥିଲ, ସେ ଟ୍ରାକ୍ଟଟା ପଢିଲା ପରେ ମତେ ଟିକେ ଭଲ ଲାଗିଲା, ଆଉ ମୁଁ ଟିକେ ଅଧିକ ବିଷୟରେ ଜାଣିବା ପାଇଁ ଚାହୁଁଛି। ଏବେ ଠିକ ଅଛି, ସେ ମତେ ଆଉ କିଛି ପତ୍ର ପତ୍ରିକା ଦେଲେ, ମୁଁ ପଢିଲି। ପଢିଲା ପରେ ମୁଁ ତାପରେ ତାଙ୍କୁ ଠାରୁ ଗୋଟେ ପତ୍ରିକା, ସେ ଗୋଟେ ପୁସ୍ତକ ଦେଲେ, ପ୍ରେମର ବାର୍ତ୍ତା। ପ୍ରେମର ବାର୍ତ୍ତା ପଢିଲା ପରେ ମୁଁ ଖ୍ରୀଷ୍ଟଙ୍କ ବିଷୟରେ ଜ୍ଞାନ ଅର୍ଜନ କଲି। ତାପରେ ମୁଁ ତାଙ୍କୁ ଆହୁରି ଅଧିକା ଜାଣିବା ପାଇଁ ଡାକିଲି। ତାପରେ ସେ ମତେ ଯୀଶୁଙ୍କ ବିଷୟରେ ଗୋଟେ ବାଇବଲ ଦେଲେ। ମୁଁ ଆଗରୁ ଭାବୁଥିଲି କି ଆମ ପୁରାଣ ଶାସ୍ତ୍ରରେ ଯୋଉ ଲେଖା ଅଛି, ଆମ ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ରରେ, ଯେ ସୃଷ୍ଟି ବିଷୟରେ ଯୋଉ ଜ୍ଞାନ ଲେଖା ଅଛି, ଆଉ ବାଇବେଲରେ ଯୋଉ ଜ୍ଞାନ ଲେଖା ହେଇଛି ସୃଷ୍ଟି ସମ୍ବନ୍ଧରେ, ମୁଁ ଯେତେବେଳେ ଦୁଇଟା ଯାକ ନେଇ କମ୍ପେୟାର କଲି, ସେତେବେଳେ ମୋ ଭିତରେ ଜ୍ଞାନ ଉଦୟ ହେଲା। ସେତେବେଳେ ମୁଁ ବୁଝିପାରିଲି ଯେ ହିନ୍ଦୁ ଶାସ୍ତ୍ରରେ ଯୋଉ ସୃଷ୍ଟି ସମ୍ବନ୍ଧରେ ଯୋଉ ବିଷୟ ଲେଖା ଅଛି, ଆଉ ବାଇବେଲରେ ଯୋଉ ବିଷୟ ଲେଖା ଅଛି, ଇଏ ତାଳମେଳ ଖାଉନି। ଆଉ ହିନ୍ଦୁ ଶାସ୍ତ୍ରରେ ଲେଖା ଅଛି କି ପୂର୍ବରୁ କିଛି ବିଷୟ ଥିଲା, ଆଉ ତାକୁ ନେଇ ସୃଷ୍ଟିକି ନିର୍ମାଣ କରାଗଲା। କିନ୍ତୁ ବାଇବେଲ କହୁଛି ଯେ କିଛି ହିଁ ନଥିଲା, ଯୋଉଠି କିଛି ହିଁ ନଥିଲା ସେଠି ଏତେ ବଡ ସୃଷ୍ଟିକି ନିର୍ମାଣ କରାଗଲା। ଇଏ ହଉଛି ସବୁଠୁ ବଡ ଆଶ୍ଚର୍ଯ୍ୟ ବିଷୟ। ତେଣୁ এই ସୃଷ୍ଟି ସମ୍ବନ୍ଧିତ ଜ୍ଞାନ ଉପରେ ମୁଁ ଟିକେ ବେଶୀ ପ୍ରଭାବିତ ହେଲି, ଆଉ ବାଇବେଲକୁ ପଢିଲି ଆହୁରି ଅଧିକରୁ ଅଧିକ। ତାପରେ ବାଇବେଲକୁ ସମ୍ପୂର୍ଣ୍ଣ ପଢିଲା ପରେ ମୁଁ ଦେଖିଲି, ବାଇବେଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟେ ମଣିଷର ଗୋଟେ ମୁଣ୍ଡ, ଦିଟା ମୁଣ୍ଡ ନାହିଁ। କିନ୍ତୁ ଆମ ପୁରାଣ ଶାସ୍ତ୍ର ମାନଙ୍କରେ ରାବଣର 10ଟା ମୁଣ୍ଡ, ଲକ୍ଷୀଶିରାର 1,00,000 ମୁଣ୍ଡ, ସହସ୍ରାଶିରାର 1,000 ମୁଣ୍ଡ। ଏସବୁ ଦେଖି ମୁଁ ପାଷ୍ଟରଙ୍କୁ ପ୍ରଶ୍ନ କଲି, ଭାଇ ତମ ଶାସ୍ତ୍ର ଏ ଶାସ୍ତ୍ର ବିଷୟରେ କଣ ଫରକଟା ରହିଲା? ଏଠି ମୁଁ ଦେଖୁଛି ଅସୁର ଫସୁର ବୋଲି କିଛି ବିଷୟ ଲେଖାଯାଏନି, ରାକ୍ଷସ ବୋଲି ବିଷୟ କିଛି ନାହିଁ, କିନ୍ତୁ ଆମ ଶାସ୍ତ୍ରରେ ଏତେ ସବୁ ଗନ୍ଦା ଗନ୍ଦା ବିଷୟ ଲେଖାଯାଇଛି। ରାକ୍ଷସ, ଅସୁର, ମଣିଷକୁ ଗିଳି ଦଉଅଛନ୍ତି। ଏଇଟା କି ପ୍ରକାର ବିଷୟ ଏମିତି? ତେଣୁ ତା ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଜ୍ଞାନ ଅର୍ଜନ କଲି, ଆଉ ବୁଝିଲି ଏସବୁ ଗୋଟେ ଭଣ୍ଡାମି, ଏସବୁ ଗୋଟେ ଠକାମି। ଏ ଭାରତର ଏତେ ବଡ ସମାଜକୁ କିଛି ଜ୍ଞାନୀ ଗୁଣୀ ଲୋକମାନେ ସେ ସମୟରେ ସେମାନଙ୍କର ବୁଦ୍ଧି ବିବେକ ଜ୍ଞାନ ଦ୍ୱାରା ଏମାନଙ୍କୁ ବୁଦ୍ଧୁ ବନେଇକି ରଖିଥିଲେ, ଆଉ ସେଥିପାଇଁ ଲୋକମାନେ ସବୁ ବିଶ୍ୱାସ କରୁଥିଲେ। ଲୋକମାନେ ସତ୍ୟଟାକୁ ଜାଣିନାହାନ୍ତି। ଯେ ପର୍ଯ୍ୟନ୍ତ ଲୋକମାନେ ସତ୍ୟଟାକୁ ନ ଜାଣିଥିବେ, ସେ ପର୍ଯ୍ୟନ୍ତ ଲୋକମାନେ এই ମାର୍ଗରେ ଚାଲିଥିବେ। ଯେତେବେଳେ ସତ୍ୟକୁ ଜାଣିବେ, ସେତେବେଳେ ଲୋକମାନେ ବାଧ୍ୟ ହୋଇ ଫେରି ଆସିବେ। ମୁଁ ଯେତେବେଳେ ସତ୍ୟକୁ ଜାଣିଲି, ସେତେବେଳେ ମୁଁ ଫେରି ଆସିଲି। ଯେତେବେଳେ ପରିବାରରେ ମୁଁ ପ୍ରଭୁଙ୍କୁ ପାଇଲି, ସେତେବେଳେ ତ ମତେ ତାଡ଼ନା ହେଲା ଆମ ଗାଁରେ ବହୁତ। 3 ବର୍ଷ ପର୍ଯ୍ୟନ୍ତ ମତେ ବୟକଟ ରଖିଲେ, ଆଉ ବହୁତ ଲୋକ ବହୁତ କଥା କହିଲେ, କିନ୍ତୁ ମୋ ଭିତରେ ଗୋଟେ ପରିବର୍ତ୍ତନ ଆସିଲା। କଣ କି, ମୁଁ ଭାରି ଦୃଢ ସଂସ୍ଥ ହେଇଗଲି। ପ୍ରଭୁଙ୍କ ଠାରେ ମୁଁ ନିର୍ଭରଶୀଳ ଭାବରେ ବିଶ୍ୱାସ କରି ଚାଲିବା ପରେ ମୁଁ ଧୀରେ ଧୀରେ ମୋ ମନ ଭିତରେ ଗୋଟେ ଶୀତଳତା ଆସିଲା। ରାଗ, ରୋଷ, ହିଂସା, କ୍ରୋଧ ଏସବୁ କମିଗଲା। ଆଉ ମୋର ଯୋଉ ପୁରୁଣା ବଦଭ୍ୟାସ ଥିଲା, କଳି କରିବା, ଝଗଡା କରିବା, ମଦ ପାଣି ପିଇକି ହଙ୍ଗାମା କରିବା, ମୁଁ ଅନେକ ଥର ଆମ ଗାଁ ଛକରେ ଯାଇକି ଝଗଡା କରୁଛି। ମଦ ଫଦ ପିଇ ଦେଇଥିବି, ସାଙ୍ଗସାଥି ମେଳରେ ସେଠି ଝଗଡା କରିବି। ଦ୍ୱିତୀୟତଃ ଆମର ଏଠି ଲୋକ ଛୁଆଁ ବାରଣ କରନ୍ତି, ଯେହେତୁ ଆମେ ଏସି ଲୋକ, ତେଣୁ ଆମକୁ କାହିଁ ଛୁଁଚ ବୋଲି ଆମେ ଯାଇ ସେଠି ଝଗଡା କରୁ। ଛକ ଉପରେ ମଦ ପିଇ ଦଉ, ଝଗଡା କରୁ, ଦୋକାନ ବାଡି ଭାଙ୍ଗି ଦଉ। ସିଏ ଆଉ ଆମକୁ କିଛି କରିପାରନ୍ତିନି। ଆଉ ଆମ ଉପରକୁ ଜଣେ ଆକ୍ରମଣ କଲେ ଆମେ ପୁରା ଗାଁ ସାରା ଉଠିଯିବୁ।
ଲଢି କରିବା ପାଇଁ। ଏସବୁ ବିଷୟ ଥିଲା। ତାପରେ ଯେତେବେଳେ ମୁଁ ପ୍ରଭୁଙ୍କୁ ଜାଣିଲି, ମୁଁ ମଦ ପାଣି ନିଶା ପଦ୍ରବ୍ୟ ଛାଡ଼ିଦେଲି, ଆଉ ନିଜ ଚରିତ୍ର ପୁରା ପବିତ୍ର ଭାବରେ ଜୀବନଯାପନ କରିବା ପାଇଁ ଚେଷ୍ଟା କଲି। ଆଉ ମୋର ପ୍ରିୟଜନ ମାନେ ମୋଠୁ ଦୂରେଇ ଗଲେ। ବହୁତ ସମସ୍ୟା ଆସିଲା, ବହୁତ ବିପଦ ଆସିଲା, କିନ୍ତୁ ପ୍ରଭୁ ସବୁଥିରୁ ରକ୍ଷା କଲେ। ମୋ ସ୍ତ୍ରୀ ବି ଜଣେ, ମୋ ଶ୍ୱଶୁର ଜଣେ ଦେବ ପୂଜକ। ମୋ ସ୍ତ୍ରୀ ପୁରା ଭାଦ୍ର ମାସରୁ ମାର୍ଗଶିର ମାସ ଲାଷ୍ଟ ପର୍ଯ୍ୟନ୍ତ ଆଇଁଷ ଖାଉନଥିଲେ। ଭାଦ୍ର ମାସରୁ ଅରୁଆ ଖାଇବେ ପୁରା ମାର୍ଗଶିର ମାସ ପର୍ଯ୍ୟନ୍ତ, ତା ଭିତରେ ଆଇଁଷ ନାହିଁ। କାର୍ତ୍ତିକ ମାସ ଛାଡ଼ ଖାଇ ନୁହଁ, ଆମର ମାର୍ଗଶିର ମାସରେ ଛାଡ଼ ଖାଇ ହେଉଥିଲା। କିନ୍ତୁ ସେ ଯେତେବେଳେ ମୁଁ ପ୍ରଭୁଙ୍କ ଲାଇନକି ଆସିଲି, ଆଉ ସେ ଯେତେବେଳେ ସେ ବି ମଧ୍ୟ ଜ୍ଞାନ ପ୍ରାପ୍ତ ହେଲା, ତାପରେ ସେ ମଧ୍ୟ ଛାଡ଼ିଲା, ସେ ମାର୍ଗ ଛାଡ଼ିଲା, ଆଉ ସେ ପ୍ରଭୁଙ୍କ ଲାଇନକି ଆସିଲା। ସେ ବି ମଧ୍ୟ ହଉଛି ସେ ଜାଣିଲା ଯେ ଏସବୁ ଗୋଟାଏ ଆମମାନଙ୍କ ପାଇଁ ଏକ ଅଜ୍ଞାନତାର ବିଷୟ। ତାପରେ ଆମେ ଧୀରେ ଧୀରେ ଲୋକମାନେ ଆମ ଉପରେ ନିର୍ଯାତନା କରିବା ଆରମ୍ଭ କଲେ। ଆମେ କିନ୍ତୁ ସେ ସମସ୍ତ ନିର୍ଯାତନା ଦୁଃଖ କଷ୍ଟ ସହ କରି ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କର ଅଛୁ। ଆମେ ପ୍ରଭୁଙ୍କୁ ପାଇଲା ପରେ ଆମମାନଙ୍କର ଜୀବନରେ ପାପରୁ ବିଶେଷ କରି ଆମେ ପୃଥକୀକୃତ ହେଇପାରୁଛୁ। ପାପମୟ ଜୀବନ କାଟୁନାହୁଁ। ଲୋକମାନେ କଥା କଥାରେ କଣ୍ଟା ବାଳୁ କଳି ଲୁଗା ପକେଇ କଳି କଲା ପରି ସେଭଳି ପ୍ରକୃତି ଆଉ ଆଜି ଆମ ପାଖରେ ନାହିଁ। ବର୍ତ୍ତମାନ ଆମେ ବହୁତ ଭଲରେ, ବହୁତ ଖୁସିରେ ଅଛୁ। ପ୍ରଭୁ ଆମମାନଙ୍କୁ ହୁଏତ କରୋଡ଼ପତି କରୁନାହାନ୍ତି, କିନ୍ତୁ ସ୍ୱଳ୍ପରେ ବି ବହୁତ ଖୁସିରେ ଆମମାନଙ୍କୁ ରଖିଛନ୍ତି। ମୋର ପିଲାମାନେ ସମସ୍ତେ ପ୍ରଭୁଙ୍କ ଲାଇନରେ ଅଛନ୍ତି, ଆଉ ମୋର ପିଲାମାନେ ବି ସମସ୍ତେ ପ୍ରଭୁଙ୍କଠାରେ ବହୁତ ବିଶ୍ୱାସୀ। ଆଉ ମୋ ପିଲାମାନଙ୍କର ଚରିତ୍ର ବି ସୁଧୁରି ଯାଇଛି, ମୋର ଚରିତ୍ର ସୁଧରି ଯାଇଛି, ମୋ ପିଲାମାନଙ୍କ ଚରିତ୍ର ସୁଧରି ଯାଇଛି, ମୋ ସ୍ତ୍ରୀର ଚରିତ୍ର ସୁଧରି ଯାଇଛି। ଆମମାନେ ପୂର୍ବରୁ ଯୋଉ ପ୍ରକାର ଦୁଷ୍ଟାମି ଥିଲା, ଯୋଉ ପ୍ରକାର ହୀନ ପ୍ରକୃତି ଥିଲା, ଖରାପ ଗୁଣ ଗୁଡା ସବୁ ଥିଲା, ଏସବୁ ଗୁଣ ଆଜି ଆମମାନଙ୍କ ପାଖରେ ନାହିଁ। ଆମମାନେ ଖ୍ରୀଷ୍ଟଙ୍କ ପରି ଜୀବନ ଯାପନ କରୁଛୁ। ଖ୍ରୀଷ୍ଟଙ୍କ ନିଜର ପଦଚିହ୍ନ ଦେଇ ଅନୁସରଣ କରି ଆମେ ଜୀବନ କାଟୁଛୁ, ଯୋଉଟା କି ହୁଏତ ଅନ୍ୟମାନଙ୍କ ଦୃଷ୍ଟିରେ ଆଉ ଆମମାନଙ୍କ ପ୍ରଭୁଙ୍କ ଦୃଷ୍ଟିରେ କିନ୍ତୁ ଅତି ଆନନ୍ଦର ବିଷୟ। ପ୍ରଭୁ ନିଶ୍ଚିତ ଭାବରେ ଆମକୁ ଆଶୀର୍ବାଦ କରିଅଛନ୍ତି।